May I come in, sir? May I come in, sir? আরে জগদীশ আসো 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 কমে আরে তমে আসুছি স্যার কই কেমতি আসছো আসো বস ନମସ୍କାର ହଁ ଜଗଦୀଶ କୁହ ସାର୍ ସେ କଥା କ'ଣ କି ହଁ କ'ଣ ହେଇଛି କୁହ ନାଇଁ ସାର୍ ସେ ଆରେ କ'ଣ ସେ ହଉଛ ମୁଁ କିଛି ବୁଝିପାରୁନି କ'ଣ କହୁଛ କହୁନ ନାଇଁ ସାର୍ ସେ କ'ଣ କହୁଥିଲି କି ମୁଁ ସେ କଥା କ'ଣ କି ଜଗଦୀଶ ତମେ ଏମିତି ଜାକି ଜୁକି କୁହନି ମୋ ଆଗରେ କହିବାକୁ ଲାଜ କ'ଣ କୁହ ନାଇଁ ସାର୍ ମୋ କହିବା କଥା ହେଉଛି ଅଫିସଟା ଟିକେ ଦୂର ହେଇଯାଉଛି ସାର୍ ଆଚ୍ଛା ତାପରେ ମୋ ସ୍ତ୍ରୀ ବି ଏବେ ପ୍ରେଗନେଣ୍ଟ ଅଛି ସାର୍ ମୁଁ ଭାବୁଥିଲି ରିଜାଇନ୍ ଦେଇକି ପଟିଆ ପଟକୁ ଟିକେ ଯାଆନ୍ତି ଭାରି ପଟିଆ ପଟକୁ ପଳେଇବ ଆଜ୍ଞା ମାନେ ତମ ସ୍ତ୍ରୀ ପ୍ରେଗନେଣ୍ଟ ଅଛି ତମେ ସେଥିପାଇଁ ପଟିଆ ପଟକୁ ପଳେଇବ ଆଚ୍ଛା ପଟିଆ ପଟକୁ ସେଥିପାଇଁ ପଳେଇବ ନା ସେ ଗାଭାସ୍କର ଚ୍ୟାନେଲରୁ ତମ ପାଇଁ କିଛି ଅଫର ଆସିଛି ସେଥିପାଇଁ ପଳେଇବ ସାର୍ ତାମାନେ ତମେ ସ୍ଥିର କରିସାରିଛ ତମେ ସ୍ଥିର କରିସାରିଛ ତାହେଲେ ତାଲା ପକେଇଦବ ତାଲା ସାର୍ ତାଲା କାହିଁ କରୁଛନ୍ତି ଆଉ ଏ ଚ୍ୟାନେଲ କି ଲାଭ କ'ଣ ତମେ ଗଲା ପରେ ଚ୍ୟାନେଲକୁ ତାଲା ପକେଇ ଦେଇକି ଶୁଷ୍କ କିଳାକୁ ବନ୍ଦ କରିଦେଇ ପଳେଇବି ଆଉ କ'ଣ ସାର୍ ଚ୍ୟାନେଲ କାହିଁ ବନ୍ଦ କରିବି ଆଉ ବନ୍ଦ କରିବି ରଖିକି ଲାଭ କ'ଣ ଯଦି ଏ ଚ୍ୟାନେଲରେ ଅଧିକ ଟିଆରପି ଆସୁଥାଏ ଯଦି ଏ ଚ୍ୟାନେଲରେ ଅଧିକ ଭିଡିଓ ଭ୍ୟୁଜ ଯାଉଥାଏ ଯଦି ଏ ଚ୍ୟାନେଲରେ କାହା ପାଇଁ ଚାଲିଥାଏ ସେ ବ୍ୟକ୍ତି ବିଶେଷଜ୍ଞ ହଉଛ ତମେ ଆଉ ତମେ ଯଦି ଏ ଚ୍ୟାନେଲ ଛାଡିକି ପଳେଇବା ପାଇଁ ଚାହୁଁଛ ତାମାନେ ମୋ ହରମୋନ କ୍ୱିନ୍ ବାଲାନ୍ସ ଆଉ ଏ ସଂସ୍ଥାର କି ଲାଭ କ'ଣ ଏ ସଂସ୍ଥାକୁ ଏଇଠି ତାଲା ପକେଇକି ଯାଇ କୋଉ ଉଇମରା ସଂସ୍ଥାରେ ଯୋଗ ଦେବି ଆଉ କ'ଣ କରିବି ନାଇଁ ସାର୍ ସେ କଥା କ'ଣ ନା କଥା କ'ଣ କି କ'ଣ ମାନେ କଥା ବି ଭାବିଲା ବେଳକୁ ମୋ ହରମୋନ ଇନବାଲାନ୍ସ ହେଇଯାଉଛି ମାନେ ମୋ ଆଖି ଛଳଛଳ ହେଇଯାଉଛି ମୋତେ ଗୋଟେ କଥା କୁହ ଜଗଦୀଶ ତମେ ଗୋଟେ କଥା ଯେତେବେଳେ ଚ୍ୟାନେଲଟି ଖୋଲା ହେଇଥିଲା ଯେତେବେଳେ ଏ ଚ୍ୟାନେଲଟି ଖୋଲା ହେଇଥିଲା ଏ ଚ୍ୟାନେଲରେ କିଏ କିଏ ଥିଲେ କେବଳ ତମେ ଥିଲ ମୁଁ ଥିଲି ଆଉ ଗୋଟେ କାଠ ଚିଆରଟି ଥିଲା ଅବଶ୍ୟ ସେ ଚିଆରଟି ଏବେ ରିପୋରିଂ କରିବାକୁ ଦିଆହେଇଛି ଆଉ କିଏ ଥିଲା ତମେ ଏକା ଛାଡ଼ିକି ଚାଲିଯିବା କଥା କହୁଛ ଆଚ୍ଛା ଜଗଦୀଶ ସତ କହିବ ଏ ଚ୍ୟାନେଲରେ ତମର ମୋର ସମ୍ପର୍କ କ'ଣ ସାର୍ ଆପଣ ହେଉଛନ୍ତି ଓନର ମୁଁ ହେଉଛି ଏମ୍ପ୍ଲୟି କିଏ କହିଲା ତମେ ଏମ୍ପ୍ଲୟି ମୁଁ ଓନର ବୋଲି ଜଗଦୀଶ ତମେ ଜାଣି ରଖିବା ଦରକାର କୋଉ ବାପାଟା କେବେ ସଭା ମଝିରେ କହିବ କି ମୁଁ ତୋ ପୁଅକୁ ଭଲ ପାଉଛି ବୋଲି କି କେବେ ହେଲେ ବାପା କହିପାରିବ କି ସେ ଭଲ ପାଇବାଟା ଫିଲ୍ କରି ହୁଏ ସେ କଥା ଜାଣି ହୁଏ ସେ କଥା କେବେ କହି ହୁଏ ଆଚ୍ଛା ମୋତେ ଗୋଟେ କଥା କୁହ ତମେ ଏ ଚ୍ୟାନେଲଟା ଛାଡ଼ିବାକୁ ଚାହୁଁଛ ଯଦି ତମେ ଗୋଟେ 62 ବର୍ଷୀୟ ବାପାର ହରମୋନକୁ ଇନବାଲାନ୍ସ କରିକି ନିଜର ବ୍ୟାଙ୍କ ବାଲାନ୍ସ ବଢେଇବା ପାଇଁ ଚାହୁଁଛ ତାହେଲେ ତମେ ଯାଇପାର ତମେ ଯାଇପାର ସାର୍ ଭଲ ହୁଅନ୍ତା ଓହୋ ଆଚ୍ଛା ତାମାନେ ତମେ ସ୍ଥିର କରିସାରିଛ କି ପଟିଆ ଲାଇନ କୁ ପଳେଇବ ଆଚ୍ଛା ଯଦି ତମେ ପଟିଆ ଲାଇନ କି ପଳେଇବ ତାହେଲେ ଗୋଟେ ଖଟିଆ ଉପରେ ଗୋଟେ 17 ମିନିଟର ଭିଡିଓ ଥିଲା ତମର ମନେ ପଡୁଛି ଜଗଦୀଶ ଜଗ୍ଗୁ ତମେ ଦୁଆର ବନ୍ଧ ଡେଇଁବ ତ ସେ ଭିଡିଓଟାକୁ ମୁଁ ରିଲିଜ ନାଇଁ ମୁଁ ଗୋଟେ ଥମ୍ବନେଲ କରିଦଉଛି ତମେ ବ୍ୟସ୍ତ ହୁଅନି ହଁ ଟିକେ ହଁ ଗୋଟେ ଥମ୍ବନେଲଟେ କରିବାର ଥିଲା ହଁ ସେ ଥମ୍ବନେଲରେ ଲେଖିବ ଖଟରେ ଖଟୁଛନ୍ତି ଜଗଦୀଶ ଭାଉଜ ମାନେ ହଉଛନ୍ତି ହାରାସ ଏଇ ଟାଇଟେଲଟା ରଖିବ ଆଉ ହେଲା ହଁ ରଖୁଛି ମୁଁ ଆସୁଛି ସାର୍ କୁଆଡ଼େ ଯାଉଛ ନାଇଁ ସାର୍ ସେ କଥା କ'ଣ କି 5ଟା ଭିଡ଼ିଓ ମୋର ଏଡିଟିଂ କରିବାର ଅଛି ଆଉ ଏଇ ମାସରେ ଟାର୍ଗେଟ ଥିଲା ତ ଓହୋ ଗୋଟେ କ'ଣ ମାନେ ଯୋଉ ଚ୍ୟାନେଲ ଛାଡ଼ିବା କଥା କିଏ କହିଲା ସାର୍ କିଏ କହିଲା ଆରେ କୋଉ ଶଳା କହିଲା ମୁଁ ଚ୍ୟାନେଲ ଛାଡ଼ି ଦେଇନେଲି କି ନାଇଁ ସାର୍ ମୋର ଏବେଠୁ ପ୍ରୋସେସିଂ ଆରମ୍ଭ ହେଲା ଆରେ ମୁଁ ଖଟୁଛି ମୋ ମାଇକିନା ଯୋଉ ଛୁଆ ଜନ୍ମ କରିବ ସିଏ ବି ଖଟିବ ମୋ 14 ପୁରୁଷ ଖଟିବେ ଆପଣ ଗୋଟି ଖଟିବେ ସାର୍ ଆରେ ଆପଣଙ୍କ ଭଳିଆ ସାର୍ ଯୋଉଠି ଥିବେ ଆଉ ସେଠି କ'ଣ କରିବ ମଣିଷ କ'ଣ ଦରମା ବଢ଼ିଆ କଥା କହୁଥିଲ କିଏ କହିଲା ସାର୍ ଦରମା କଥା କିଏ କହିଲା
କୋଉ ଶଳା କହିଲା ତା ବାହା ମୋର ବି ତାକୁ ଫାଡ଼ି ଦେବି ଯିଏ ଦରମା କଥା କହିବ ନାଇଁ ସାର୍ ମୁଁ ମାଗଣା ଘଟିବି ସାର୍ ମୋ 14 ପୁରୁଷ ମାଗଣା ଘଟିବ ସାର୍ ଆଜ୍ଞା ମୁଁ କଥା ଦଉଛି ମଲା ପରେ ମୋ ଆତ୍ମା ଆସିକି ଏଇଠି ଘଟିବ ସାର୍ ଆରେ ସାର୍ ପଇସା କଣ ହବ ଆରେ ତଳେ ପରା 5 ଟଙ୍କିଆ ଡାଲମା ଭାତ ମିଳୁଛି ତାକୁ ଖାଇକି ଆମେ ଘଟିବୁ ସାର୍ କିଛି ପଇସା ଆମର ଦରକାର ନାହିଁ ଆସୁଛି ସାର୍ ଜଗଦୀଶ ଆଜ୍ଞା କଣ ଗୋଟେ ଛାଡ଼ିକି ଗଲ ବୋଧେ তো বাপ আসু স্যার ହଁ ଆସିପାର স্যার ହଁ গলাড়কু গোটা শেষ কথা কইকি যাউছি ହଁ କୁହ যে পর্যন্ত আপনার অফিস থিব ହଁ যে পর্যন্ত আপন এই চেয়ারে বসতিবে ହଁ আউ যে পর্যন্ত আপনার পাখে সে ফোন থিব সে পর্যন্ত মু গদ্দ ঘুষুরি বেলিয়া কটুতিবি স্যার গদ্দ ঘুষুরি বেলিয়া কটুতিবি আসু স্যার ব্যুরো রিপোর্ট শুষ্ক কিড়া ଇଏ ଆଇଥିଲା ମତେ କିଳା ଦେବାକୁ ହଇରେ ସବୁଠୁ ଆଗରେ ଗଭୀର ଭାବରେ ଆମରି ଚାଲିଛି ଲୀଳା ସେଥିପାଇଁ ମୋ ଚ୍ୟାନେଲ ନା ଶୁଷ୍କ କିଳା ଆଉ ତମେ ମତେ କିଳା ଦେବାକୁ ଆଇଛ ତମ ହରମୋନ ଇନବାଲାନ୍ସ କରିଦେବି